राम केमतिया थले विनय भरा हृदय करे सब समस्त प्राणी प्रति दया थिला खाली राम कर दया नथिला राम राज्य में समस्त गोटी गोटी प्रभु भली समस्त दया थिला जो लगी सेठी अपमृत्यु नथिला जो लगी सेठी कालर अकाल वियोग क्या कही नथिला भगवान राम का राज्य से थिला आज आमे माने आम घर को राम राज्य करिपरिबा केमिति करिबा सूत्र कौन आज आमे माने रामायण हमको कौन सिखाए दीटा तो ग्रंथ हम दिज भाई वर्ष भागवत कथा मुंडी अधम राम कथा कौन दिए कहे गोटे हूँ मृत्यु केमिति हम शिखेब श्रीमद भागवतम रामायण बंचीवा शिखाए बंचीब केमिति जो राम कर प्रशंसा शत्रु रावण मध्य करिछि मेघनाद को बध कर सारा पर मेघनाद बध हो गला मेघनाद मृत्यु हो जाइछि खबर पहुंचला लंका रे मेघनाद आउ नाहंती रावण दुख शोक भांगी पड़ी मेघनादर पत्नी सुलोचना जाइकिरी कहूची शाशु को मंद धरिकी कहूची कहले माँ मो ससुरंकर एभली राजहठ जो हठ पाए आज मो स्वामी की टिके मृत्यु शज्यार मध्य देखि पारिबि नाही आज युद्ध क्षेत्र में मो स्वामी देहांत हो मृत्य शरीर को कहीं आनी पारि नाहंती मो ससुर त्रिभुवन विजयी रावण सत किंतु मो स्वामीर मोर शरीर को मु देखी पारिनी नाही ताठार दुख कथा कौन हो पारे मंदोदरी जाई रावण को भर्त्सना कर देख तम भाया राजा थाऊ थाऊ ता पुअर मला शरीर को तमें आनी पारल नहीं ना शुण मंदोदरी तू का कथा कहूँ ना सुलोचना ए कथा कहूँ ना सुलोचना को कह देखंतु
ରାବଣ ହଉଛି ରାମଲାଲାଙ୍କର ଶତ୍ରୁ। ରାବଣର ଶତ୍ରୁ ମଧ୍ୟ ରାମ। କିନ୍ତୁ ଆଜି ରାବଣ କହୁଛି ସୁଲୋଚନାକୁ କହ ବର୍ତ୍ତମାନ ଯାଇକିରି ରାମ ପାଖରେ କହିବ ଯେ ମୋ ସ୍ୱାମୀର ଶରୀର ଦିଅ, ମୁଁ ଘରକୁ ନେଇକିରି ଯିବି। ମନ୍ଦୋଦରୀ କହିଲା ତମର ମୁଣ୍ଡ କିଛି ଗୋଟେ କାମ କରୁନି। ଆରେ ଏଭଳି ଅବସ୍ଥାରେ ଏଭଳି ଯୁଦ୍ଧ ଚାଲିଛି, ଗୋଟେ କୂଳର ବଧୂ ରାତି 12ଟା ସମୟ ଆସି ହେଲାଣି, ଅର୍ଦ୍ଧରାତ୍ରରେ ଶତ୍ରୁ ପକ୍ଷକୁ ଯିବ। ରାବଣ ହସିଲା, କହିଲା ଆରେ ରାବଣ ରାଜ୍ୟ ଏଇଟା, ସେଇଟା ହଉଛି ରାମ ରାଜ୍ୟ। ବୋଲ ଆନନ୍ଦ କନ୍ଦ ଭଗବାନ କି। ଆରେ ରାମ ରାଜ୍ୟରେ ଗୋଟେ ସ୍ତ୍ରୀର ସମ୍ମାନ ହୁଏ। ରାମ ରାଜ୍ୟରେ ସ୍ତ୍ରୀକୁ ସମ୍ମାନ ଜଣାଯାଏ। ରାମ ରାଜ୍ୟରେ କୌଣସି ସ୍ତ୍ରୀ ଲୋକ ଅବହେଳିତ ନୁହଁ, ଅପମାନିତ ନୁହଁ। ରାମ ରାଜ୍ୟରେ କେହି ଅସୁରକ୍ଷିତ ନୁହଁ। ରାମ ରାଜ୍ୟରେ ସମସ୍ତେ ସୁରକ୍ଷିତ। ମୋ ପାଖରେ ମୋ କୁଳବଧୂ ଯେତିକି ସୁରକ୍ଷିତ ଅଛି, ରାମ ପାଖରେ ରାମ ରାଜ୍ୟକୁ ସେପଟୁ ଗଲେ ତାଠାରୁ ଅଧିକ ସୁରକ୍ଷିତ ରହିବ। ଏଭଳି ବିଶ୍ୱାସ ମଧ୍ୟ ରାବଣର ଥିଲା। ବୋଲ ଆନନ୍ଦ କନ୍ଦ ଭଗବାନ କି। ଯୋଉ ରାମଙ୍କର ବଡ଼େଇ, ଯୋଉ ରାମଙ୍କର ପ୍ରଶଂସା ଶତ୍ରୁ ରାବଣ ମଧ୍ୟ କରେ, ସେଇ ରାମ ରାଜ୍ୟର ପରିକଳ୍ପନା କେମିତି କରିବା ଯଦି ଆମେ ରାମଙ୍କର ଆଦର୍ଶରେ ଅନୁପ୍ରାଣିତ ହବ ନାହିଁ। ବହୁତ ସତ୍ସଙ୍ଗ ହଉଛି, ବହୁତ କଥା ହଉଛି, ବହୁତ ଏମିତି ଯଜ୍ଞ ହଉଛି, ବହୁତ ଯଜ୍ଞରେ ଆପଣମାନେ ସତ୍ସଙ୍ଗ ଶୁଣୁଛନ୍ତି, କିନ୍ତୁ ଆସୁଛନ୍ତି, ବସୁଛନ୍ତି, ଶୁଣୁଛନ୍ତି, ତାଳି ମାରୁଛନ୍ତି, ଇଚ୍ଛା ହେଲେ ହାଇ ମାରୁଛନ୍ତି, ନହେଲେ ନାହିଁ ଉଠିକିରି ପଳେଇଲେ, ଖାଇକିରି ଯାଇ ଶୋଇବା, ଏ ତାର ଗପୁଥାଉ। କିନ୍ତୁ ପରିବର୍ତ୍ତନ କାହିଁକି ହଉନି ଧନ? ଏଇଥିଲାଗି ପରିବର୍ତ୍ତନ ହଉନାହିଁ। ଆମେ କୌଣସି କଥାକୁ ଗୋଟେ ଆଚରଣରେ ନଉନେ। ବୋଲ ଆନନ୍ଦ କନ୍ଦ ଭଗବାନ କି। ଛୋଟିଆ ଛୋଟିଆ କଥା, ଏତେ କଥା ଭିତରେ ଗୋଟେ ଛୋଟ ଛୋଟ କଥାକୁ ବି ଆଚରଣକୁ ନିଅନ୍ତି, ବହୁତ ବଡ଼ କଲ୍ୟାଣ। ଛୋଟିଆ କଥାକୁ ଟିକେ ଆଚରଣରେ ଲଗାନ୍ତୁ। ଛୋଟ ଛୋଟ ନିୟମ ତିଆରି କରନ୍ତୁ। ଛୋଟ ଛୋଟ ନିୟମ, ବେଶୀ ବଡ଼ ବଡ଼ ନିୟମ ନେବା ଦରକାର ନାହିଁ। ଏକାଥରେ 15 ଦିନ ଉପବାସ କରିବି, ଏକାଥରେ ମାସେ ଖଣ୍ଡେ ପାଣି ପିଇକିରି ରହିବି, ବର୍ଷେ ଖଣ୍ଡେ କ୍ଷୀର ପିଇକିରି ରହିବି, ଲୁଣ ପକେଇବିନି, ଖାଇକିରି ଖାଲି ସିଝେଇକିରି ଖାଇକିରି ରହିବି। ସେମିତି ଆପଣ କରିପାରିବେନି, ଆମେ କରିପାରିବାନି, ମୁଁ ବି କରିପାରିବିନି, ମୁଁ ବି ଆପଣଙ୍କ ସହିତ ଦେଖ। କମ୍ ସେ କମ୍ ତ ଗୋଟେ ନିୟମ ନିଅନ୍ତୁ। ମୋ ଖାଇବାରେ କାହାର ହିଂସା ହବନି। ବୋଲ ଆନନ୍ଦ କନ୍ଦ ଭଗବାନ କି। ଏତିକି ନିୟମ ଆମେ ନେଇପାରିବାନି। ଖୁବ୍ ସତ୍ସଙ୍ଗ କରୁଛେ, ଖୁବ୍ ଯଜ୍ଞ କରୁଛେ, ଖୁବ୍ କ'ଣ କେତେ କାମ ଧର୍ମ କରୁଛେ। ସୋମବାର ଖୁବ୍ ଗଲେ, କ୍ଷୀର ଢାଳିଲେ, ଅଭିଷେକ କଲେ, ୟଟା କଟା ହସ ବ୍ରହ୍ମ ବ୍ରହ୍ମ